ପ୍ରତିଶ୍ରୁତି ପାଳନ କଲେ ପ୍ରଧାନମନ୍ତ୍ରୀ ବ୍ରହ୍ମପୁର ତୁଳସୀନଗର ଅଞ୍ଚଳରେ ରହୁଥିବା ଲକ୍ଷ୍ମୀନାରାୟଣ ମହାରାଣାଙ୍କ ପାଖକୁ ଆସିଛି ମୋଦିଙ୍କ ଚିଠି। ଗତ ମେ 6 ତାରିଖରେ ବ୍ରହ୍ମପୁର କନିଷ୍ଠଠାରେ ନିର୍ବାଚନୀ ସଭାରେ ଲକ୍ଷ୍ମୀନାରାୟଣଙ୍କ ହାତ ତିଆରି ମୋଦିଙ୍କ ଏକ ଫଟୋ କଳାକୃତିକୁ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ ଆଉ ଚିଠି ପଠାଇବେ ବୋଲି କହିଥିଲେ। ଏବେ ଲକ୍ଷ୍ମୀନାରାୟଣଙ୍କ ଇମେଲକୁ ଆସିଛି ମୋଦିଙ୍କ ଚିଠି, ଯାହାକୁ ନେଇ ବେଶ୍ ଖୁସି ଅଛନ୍ତି ଲକ୍ଷ୍ମୀନାରାୟଣ। ଆଉ ଏଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ବି ଜଣାଇଛନ୍ତି। ଲକ୍ଷ୍ମୀନାରାୟଣଙ୍କ ସହ କଥା ହୋଇଥିଲେ ଆମ ବ୍ରହ୍ମପୁର ବ୍ୟୁରୋ ଚିଫ୍ ସୁରଜିତ କୁମାର ପଣ୍ଡା। ବ୍ରହ୍ମପୁରର ଲକ୍ଷ୍ମୀନାରାୟଣ ମହାରଣା ଓରଫ ବାବୁ ମହାରଣା ଯେତେବେଳେ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାରରେ ବ୍ରହ୍ମପୁର ଉପକଣ୍ଠ କନିସି ସଭାରେ ଯୋଗ ଦେଇଥିଲେ ମେ 6 ତାରିଖରେ, ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫଟୋଚିତ୍ର ପ୍ରଦାନ କରିଥିଲେ। ଆଉ ସେତେବେଳେ ମୋଦିଜୀ କହିଥିଲେ ଯେ ନିଶ୍ଚିତ ରୂପେ ତୁମର ଠିକଣା ଦେଲେ ମୁଁ ତୁମ ନିକଟକୁ ଚିଠି ପଠାଇବି। ଆଉ ଏବେ ମହାରାଣାଙ୍କ ନିକଟକୁ ଆସିଛି ଚିଠି। ସେ ଚିଠିରେ କ'ଣ ଉଲ୍ଲେଖ ରହିଛି ଏବଂ ପ୍ରଧାନମନ୍ତ୍ରୀ ଯେତେବେଳେ ଚିଠି ପଠାଇଛନ୍ତି ନିଶ୍ଚିତ ରୂପେ ମନରେ ଖୁସି ଥିବ। ନ୍ୟୁଜ୍ 7 ସ୍ୱାଗତ କରୁଛି ମହାରାଣା ବାବୁ। ପ୍ରଥମେ ଚିଠି କେବେ ଆସିଲା, ଯେତେବେଳେ ପ୍ରଦାନ କରିଥିଲେ ଫଟୋଚିତ୍ର, ସେତେବେଳେ ମୋଦିଜୀ କ'ଣ କହିଥିଲେ? ମୋଦିଜୀ ଯେତେବେଳେ ମାନେ ମୁଁ ଯେଉଁ ପେଣ୍ଟିଂଟା ପ୍ରେଜେଣ୍ଟ କରିବାକୁ ଯାଇଥିଲି ଉପହାର ଦେବାକୁ ତାଙ୍କୁ, ସେତେବେଳେ ତ ମୁଁ ଆଶା ରଖିନଥିଲି ଯେ ଏତେ ବଡ଼ ଲୋକ ଯିଏକି ଆମର ଦେଶର ପ୍ରଧାନମନ୍ତ୍ରୀ, ଆମର ସାହସ ବି ମୋର ହେଇନଥିଲା ଯେ ମୁଁ କେବେ ତାଙ୍କ ସାଥିରେ ମିଶିପାରିକି ଦେଖିପାରି, ନହେଲେ ମୁଁ ଯେଉଁ ପରିଶ୍ରମ ପଡ଼ିକିରି ଯେଉଁ ଚିତ୍ରଟି ତାଙ୍କର ଛବିଟି ଆଙ୍କିଥିଲି, ମୁଁ ଆଶା ବି କରିନଥିଲି ଯେ ତାଙ୍କ ପାଖକୁ ପହଞ୍ଚିବ, ତାଙ୍କ ଦୃଷ୍ଟିଗୋଚର ହେବ, ତାଙ୍କ ଆଲୋକପାତ କରିକିରି ମୋର ପେଣ୍ଟିଂଟାକୁ ସିଏ ନେବେ ବୋଲି ଆଶା ନଥିଲା। କିନ୍ତୁ ମୋର କଷ୍ଟ ମାନେ ମୁଁ ଯେତିକି ପରିଶ୍ରମ କରି ଯେଉଁ ଚିତ୍ରଟା ଆଙ୍କିଥିଲି ତା'ର ଆଜି ଫଳସ୍ୱରୂପ ତାଙ୍କର ଚିଠି ଦ୍ୱାରା ସେ ଦେଇଛନ୍ତି। ଜୀବନର ମାନେ ଯେବେ ବି ବହୁତ ଖୁସି ହେଇଛି, ସେ ଖୁସି ଭିତରେ ସବୁଠୁ ଉପର ଲେଭେଲ୍ ମାନେ ଉଚ୍ଚ ସ୍ତରରେ ଏ ଖୁସି ମୋତେ ମିଳିଛି, ଯେଉଁ ଖୁସି ନା ମୁଁ ଜୀବନ ସାରା କେବେ ଭୁଲିବିନି। ଆଉ ଚିଠିରେ ମୋତେ ଆପ୍ରିସିଏସନ୍ ଲେଟର୍ ଦେଇଛନ୍ତି। ଆପଣଙ୍କର ପେଣ୍ଟିଂ ମୁଁ ଦେଖିଛି। ଓଡ଼ିଶାର ମାନେ ଓଡ଼ିଶା ତ ଗୋଟେ କଳାର ଭୂମି, ଆପଣମାନଙ୍କ ଭଳିଆ ଲୋକଙ୍କୁ ମୁଁ ମିଶି ଆଉ ଦେଖିକିରି ବହୁତ ମାନେ ଖୁସି ଅନୁଭବ କରିଛି ଲେଖିଛନ୍ତି। ଆଉ ଏନକରେଜରେ ମୋତେ ୱିଶ୍ ବି କରିଛନ୍ତି। ଆଉ ଆପଣ ଆଗକୁ ଯାଇକରି ନୂଆ ପିଢ଼ି ପାଇଁ ଏକ୍ଜାମ୍ପଲ୍ ହୁଅ, ଆଉ ଆପଣଙ୍କର ଏ କଳା ଆଉ ଚିତ୍ର ପ୍ରଚାର ପ୍ରସାର କର, ଆଉ ତୁମର ଷ୍ଟେଟ୍ ପାଇଁ, ରାଜ୍ୟ ପାଇଁ ଆଉ ଦେଶ ପାଇଁ ଗୌରବ ଆଣ ବୋଲି ଲେଖିଛନ୍ତି। ତାଙ୍କର ତ ଆଶୀର୍ବାଦ ପଳେଇ ଆସିଛି, ଆଉ ତାଙ୍କର ବି ସହଯୋଗ ମିଳିବ ସରକାରଙ୍କର ତରଫରୁ, କିଛି କଳା ଆଉ ପ୍ରୋତ୍ସାହନ ମିଳିବ। ମୋ ପାଇଁ ବୋଲିକି ମୁଁ ରେକମେଣ୍ଡ କରୁନି, ଯେତିକି ବି କଳାକାର ଅଛନ୍ତି ସମସ୍ତେ ଯେଉଁମାନେ ଷ୍ଟ୍ରଗଲ୍ କରୁଛନ୍ତି, ସମସ୍ତଙ୍କୁ ମୋଦିଜୀଙ୍କଠୁ ସରକାରଙ୍କଠୁ କିଛି ସହଯୋଗ ମିଳୁ, ସହାନୁଭୂତି ମିଳୁ, ସେମାନଙ୍କୁ କିଛି ପ୍ରୋତ୍ସାହନ ମିଳୁ, ପ୍ରଶଂସା ମିଳୁ, କଳାକାର ବଞ୍ଚିଯିବ। ଧନ୍ୟବାଦ। ଇଏ ଥିଲେ ବାବୁ ମହାରଣା। କିଭଳି ଭାବେ ପ୍ରତିକ୍ରିୟା ରଖୁଥିଲେ ଯେ ପ୍ରଧାନମନ୍ତ୍ରୀ କଳାକୁ ଚିହ୍ନିଲେ ଏବଂ କଳାକାରଙ୍କୁ ଚିଠି ମାଧ୍ୟମରେ ମଧ୍ୟ ସେ ତାଙ୍କର ପ୍ରଶଂସା ମଧ୍ୟ କରିଛନ୍ତି ଯେ ବହୁତ ବଢ଼ିଆ ହେଇଛି। ଯେତେବେଳେ ପ୍ରଧାନମନ୍ତ୍ରୀଙ୍କର ଏ ଚିଠି ଏବଂ ବାର୍ତ୍ତା ମିଳିବା ପରେ ମନୋବଳ ଆହୁରି ସୁଦୃଢ଼ ହୋଇଯାଇଛି, ଦ୍ୱିଗୁଣିତ ବଢ଼ିଯାଇଛି ଏବଂ ଆଗାମୀ ଭବିଷ୍ୟତ ଏହି ପ୍ରଧାନମନ୍ତ୍ରୀଙ୍କ ଏଭଳି ବାର୍ତ୍ତା ଏବଂ ଚିଠି ନିଶ୍ଚିତ ରୂପେ ଭବିଷ୍ୟତ ଜୀବନ ଆହୁରି ସୁଗମ ହେବ ଏବଂ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସେ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ଏବଂ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। କ୍ୟାମେରା ପର୍ସନ ଆଲୋକ ବେହେରାଙ୍କ ସହ ସୁରଜିତ କୁମାର ପଣ୍ଡା, ନ୍ୟୁଜ୍ 7 ବ୍ରହ୍ମପୁର।